ଗୋଟିଏ ବିରାଟ କାୟ ଜଙ୍ଗଲ। ସେ ଜଙ୍ଗଲରେ ସିଂହଟିଏ ରହୁଥିଲା। ତାର ସେବକ ଭାବରେ ବିଲୁଆଟିଏ ତା ପାଖେ ପାଖେ ରହୁଥିଲା। ଥରେ ଗୋଟିଏ ହାତୀ ସହିତ ଲଢ଼େଇ କରି ସିଂହଟା ଏପରି ଘାଇଲା ହୋଇପଡ଼ିଲା ଯେ ଆଉ ପାଦେ ହେଲେ ଚାଲିପାରିଲା ନାହିଁ। ବିଚରା ଘରଟାରେ ପଡ଼ି ରହି ଗୁଡ଼ାଏ କଷ୍ଟ ପାଇଲା। ସିଂହ କେଉଆଡ଼େ ନ ଯିବା ଫଳରେ ବିଲୁଆଟି ଭୋକରେ ପଡ଼ି ଛଟପଟ ହେବାରେ ଲାଗିଲା। ଥରେ ସେ ତାର ମାଲିକ ସିଂହକୁ କହିଲା, ହଜୁର, ଆଉ କେତେଦିନ ଏମିତି ଭୋକ ଉପାସରେ ପଡ଼ି ରହିବି? ବୋଧହୁଏ ଭୋକରେ ମୋର ପ୍ରାଣଟା ଚାଲିଯିବ। ତା କଥା ଶୁଣି ସିଂହ କହିଲା, ଆରେ ଏମିତି ବ୍ୟସ୍ତ ହେଲେ କ'ଣ ଚଳିବ? ତୁ ଏମିତି ଗୋଟିଏ ଶିକାର ଦେଖିବୁ ଯାହାକୁ ମୁଁ ଏଇ ଘାଇଲା ଅବସ୍ଥାରେ ମଧ୍ୟ ମାରିପାରିବି। ସିଂହଠାରୁ ଅଭୟ ବର ପାଇ ବିଲୁଆ ଶିକାର ଖୋଜିବାକୁ ବାହାରି ପଡ଼ିଲା। ଯାଉ ଯାଉ ଗୋଟିଏ ଗାଁ ମୁଣ୍ଡରେ ପହଞ୍ଚିଲା। ସେଇ ଗାଁ ମୁଣ୍ଡରେ ପଡ଼ିଆରେ ଗଧଟିଏ ଘାସ ଚରୁଥିବାର ସେ ଦେଖିଲା। ସେ ତାର ପାଖକୁ ଯାଇ କହିଲା, ନନା ନମସ୍କାର। ଗଧ ତାକୁ ପ୍ରତି ନମସ୍କାର ଜଣାଇ କହିଲା, କିରେ ଚତୁର, ତୁ କେଉଁ ଆଡ଼େ ଯାଇଥିଲୁ? ଆମ ଆଡ଼େ କିଛି କାମ ଅଛି କି? ବିଲୁଆ କହିଲା, ନାଇଁ ମୋ ନନା, ମୁଁ ତୁମର ଏପରି ରୂପ ଦେଖି ଆଶ୍ଚର୍ଯ୍ୟ ହେଉଛି। ତୁମ ମାଲିକ କ'ଣ ଖାଇବାକୁ ଦେଲା ନାହିଁ କି? ଗଧଟା ମୁହଁ ଶୁଖାଇ ଉତ୍ତର ଦେଇ କହିଲା, ନାଇଁ ରେ, ମାଲିକ ପେଟକୁ ତ ସବୁ ନିଅଣ୍ଟ ପଡ଼ିଲାଣି, ମୋ କଥା ବୁଝିବ କେତେବେଳେ? ବିଲୁଆ କହିଲା, ତେବେ ଏମିତି ଭୋକ ଉପାସରେ ରହି କି ଲାଭ? ବଣକୁ ଚାଲି ଯାଉନା, ସେଠି ବହୁତ ଘାସ ମିଳିବ, ସ୍ୱାଧୀନ ଭାବରେ ରହିବ। ଗଧ କହିଲା, ଆରେ ସେ ବଣ କଥା କୁହ ନାହିଁ। ସେଠି ଯେଉଁ ହିଂସ୍ର ଜନ୍ତୁ ରହୁଛନ୍ତି ତାଙ୍କ ପାଖରେ ଆମ ଭଳି ଗାଉଁଲି ଜୀବ ଚଳିବା ସମ୍ଭବ ନୁହେଁ। ବିଲୁଆ କହିଲା, ଆରେ ତୁମେ ଜମା ସେଗୁଡ଼ାକୁ ଡର ନାହିଁ। ମୁଁ ତୁମ ପାଖେ ରହିଥିବି, ତୁମର କିଛି ଅସୁବିଧା ହେବ ନାହିଁ। ଗଧଟା ବିଲୁଆର ଏମିତି ସରଳିଆ କଥା ବିଶ୍ୱାସ କରି ତା ସାଙ୍ଗରେ ବଣକୁ ଚାଲିଗଲା। ହେଲେ ବିଲୁଆ ସେତେବେଳେ ଗଧକୁ ସେଇ ସିଂହ ପାଖକୁ ନେବାର ଦେଖିଲା। ସେଉଠୁ ଡିଆଁଟିଏ ମାରି ଘରକୁ ଚାଲି ଆସିଲା। ଗଧ ଚାଲି ଆସିବାରୁ ବିଲୁଆ ସିଂହକୁ କହିଲା, ହଜୁର, ଆପଣ ତ ଏମିତି ଶିକାରକୁ ଛାଡ଼ିଦେବେ, ଏବେ ମୁଁ ଆଉ କ'ଣ କରିବି କୁହନ୍ତୁ? ସିଂହ କହିଲା, ଆରେ ନାଇଁ, ମୁଁ ଏଥର ପ୍ରସ୍ତୁତ ନଥିଲି, ଆଉ ଥରଟିଏ ଚେଷ୍ଟା କରି ଦେଖ। ବିଲୁଆ ପୁଣି ଯାଇ ସେଇ ଗଧଟା ପାଖରେ ପହଞ୍ଚି କହିଲା, ବୁଝିଲ ନନା, ତୁମେ ତ ପଳେଇ ଆସିଲ। ଗଧ କହିଲା, ବୁଝିଲୁ ଭାଇ, ତୁ ଗୋଟେ ଘାଇଲା ସିଂହ ହାବୁଡ଼ରେ ପକାଇ ଦେବାକୁ ନେଇଥିଲୁ। ବିଲୁଆ କହିଲା, ନନା, ତୁମେ ସେଇ ଗଧକୁ ସିଂହ ଭାବି ଦେଇ ପଳେଇ ଆସିଲ, ସେ ପରା ତୁମକୁ ଝୁରିଝୁରି ମଲାଣି। ବିଲୁଆର ମଧୁର ଛଳନାପୂର୍ଣ୍ଣ କଥାରେ ଗଧ ବିଶ୍ୱାସ କରି ପୁଣି ଥରେ ବଣକୁ ଗଲା। ଗଧ ଯେମିତି ସିଂହ ପାଖରେ ପହଞ୍ଚିଛି, ସିଂହ ତାକୁ ମାରି ଖଣ୍ଡ ଖଣ୍ଡ କରିଦେଲା। ବିଲୁଆ ଆଉ ଡେରି ନ କରି ଗଧର କାନ ଆଉ କଲିଜାଟାକୁ ଖାଇଦେଲା। କିଛି ସମୟ ପରେ ସିଂହ ଫେରି ଦେଖେ ତ ଗଧର କଲିଜା ଆଉ କାନ ନାହିଁ। ସିଂହ ରାଗିଯାଇ ବିଲୁଆକୁ କହିଲା, ରେ ପାପୀ, ତୁ ମୋ ଶିକାରକୁ ଅଇଁଠା କରିଦେଲୁ। ବିଲୁଆ ହାତ ଯୋଡ଼ି କହିଲା, ହଜୁର, ଏଇ ଗଧଟାର କାନ ଆଉ କଲିଜା ନଥିଲା। ଏଇ ଦୁଇଟା ଯଦି ଥାଆନ୍ତା ତା ପାଖରେ, ସେ କ'ଣ ଏଠାକୁ ଆସିଥାନ୍ତା? ସିଂହ ବିଲୁଆର କଥାକୁ ବିଶ୍ୱାସ କରିଗଲା। ଆଉ ଗଧ ମାଉଁସ ଦୁହେଁ ମିଶି